ମାର୍ବଲ ପଲିସିଂ ମେସିନ୍ ବ୍ୟବହାର କରିବାକୁ ଏହି ପଦକ୍ଷେପ ମାନକୁ ସ୍ୱାଗତ। ମାର୍ବଲ ପଲିସିଂ ମେସିନ୍ ମାର୍ବଲ ସତହକୁ ଜଳନ୍ତା ଏବଂ ସ୍ମୁଥ ରଖିଥାଏ, ଯାହା ପୃଷ୍ଠ ଏବଂ କାଉଣ୍ଟରଟପ୍ ଭଳି ସ୍ଥାନଗୁଡ଼ିକର ଦୃଶ୍ୟ ଆକର୍ଷଣ ଏବଂ ଦୀର୍ଘାୟୁ ରଖିବାକୁ ଗୁରୁତ୍ୱପୂର୍ଣ୍ଣ। ଚାଲନ୍ତୁ ଯନ୍ତ୍ରଟିର ଅଂଶଗୁଡ଼ିକୁ ଦେଖିବା। 3 କପର ମୋଟର ଯନ୍ତ୍ରକୁ ଶକ୍ତି ଯୋଗାଇଥାଏ। ଅନ୍-ଅଫ୍ ସ୍ୱିଚ୍ ଶକ୍ତିକୁ ଅନ୍-ଅଫ୍ କରିଥାଏ। ଭିବେଲ୍ଟ ପଲିସିଂ ପ୍ଲେଟ୍କୁ ଶକ୍ତି ସଞ୍ଚାର କରିଥାଏ। ଗତି ପାଇଁ ରବର ଚକା ଆବଶ୍ୟକତା ଅନୁଯାୟୀ। 3 ସିଟ୍ ଯନ୍ତ୍ର ଶରୀର। ପଲିସିଂ ବଡି ସତହକୁ ପଲିସ କରେ। ଶକ୍ତିଶାଳୀ ଯନ୍ତ୍ର ମାର୍ବଲ ପଲିସ କରେ। ଶିଳ୍ପକୁ ଏହା ବିଶେଷ ଦକ୍ଷତା ଆବଶ୍ୟକ। ପାରମ୍ପରିକ ହାତର ପଲିସିଂ କଠିନ ଏବଂ ସମୟ ସାପେକ୍ଷ, କିନ୍ତୁ ମାର୍ବଲ ଭଳି ସତହରେ ମୁଲାମୁଲି ହୋଇ ସଞ୍ଚାର। ସୁରକ୍ଷା ସତର୍କତା ମାନିବା ଉଚିତ। କାମ କରିବା ସମୟରେ ସୁରକ୍ଷା ଚଷମା, ସୁରକ୍ଷା ହସ୍ତମୋଜା, ସୁରକ୍ଷା ମାସ୍କ, କାନପଟି, ସୁରକ୍ଷା ଜୁତା ଏବଂ ସୁରକ୍ଷା ଜାଲ ବ୍ୟବହାର କରନ୍ତୁ। ପ୍ରତ୍ୟେକ ସମୟରେ ଡ୍ରିଲ୍ ଯନ୍ତ୍ରଟି ଠିକ ଭାବରେ କାମ କରୁଛି କି ନାହିଁ ଯାଞ୍ଚ କରନ୍ତୁ। ଯନ୍ତ୍ର କିପରି ବ୍ୟବହାର କରିବା? ଦରକାର ଅନୁଯାୟୀ ପ୍ୟାଡ୍ ଚୟନ କରନ୍ତୁ ଏବଂ ଯନ୍ତ୍ରରେ ଯୋଡ଼ନ୍ତୁ। ଯଦି ଆକାରେ ରହିଛି, ଏହାକୁ ଜଳ ଉତ୍ସ ସହିତ ସଂଯୋଗ କରନ୍ତୁ ଯାହା ଯନ୍ତ୍ରକୁ ଥଣ୍ଡା କରେ। ଦୀର୍ଘ ଗତିରେ ସୁରୁ କରନ୍ତୁ ଏବଂ ଗତିକୁ ଧୀରେ ଧୀରେ ବଢ଼ାନ୍ତୁ। ଖରାପ ଅବସ୍ଥାରେ ଥିବା ଗ୍ରିଡ୍ ପ୍ୟାଡ୍ ସହିତ ସୁରୁ କରନ୍ତୁ ଏବଂ ଧୀରେ ଧୀରେ ସୂକ୍ଷ୍ମ ଗ୍ରିଡ୍ ପ୍ୟାଡ୍କୁ ଯିବାକୁ ଆରମ୍ଭ କରନ୍ତୁ। ତରଳ ଦ୍ରବ୍ୟକୁ ସମୟ ସାପେକ୍ଷ କରିବାକୁ ପୃଷ୍ଠକୁ ସଫା କରନ୍ତୁ। ପ୍ରକ୍ରିୟା ସମୟରେ ସମାନ ଆବରଣ ବିଷୟରେ ଯାଞ୍ଚ କରନ୍ତୁ। ସବୁଠାରୁ ସୂକ୍ଷ୍ମ ଗ୍ରିଡ୍ ବ୍ୟବହାର କରନ୍ତୁ। ପୃଷ୍ଠକୁ ପୂରାପରି ସଫା କରନ୍ତୁ। ଯଦି ଆବଶ୍ୟକ ତେବେ ସିଲର ଆବରଣ ଲଗାନ୍ତୁ। ପ୍ରତ୍ୟେକ ବ୍ୟବହାର ପରେ ଯନ୍ତ୍ରକୁ ସଫା କରନ୍ତୁ। ସବୁ ଫୁଲ ହିସା ସହିତ ସଫା କରନ୍ତୁ। ପ୍ୟାଡ୍ଗୁଡ଼ିକୁ ନିୟମିତ ଭାବରେ ଯାଞ୍ଚ କରନ୍ତୁ। ବ୍ୟବହାର ପରେ ପ୍ୟାଡ୍ଗୁଡ଼ିକୁ ସଫା କରନ୍ତୁ। ଧନ୍ୟବାଦ।